ସମୁଦ୍ର ଗର୍ଭରେ ଭାସି ଯାଉଛି ବଡ଼ ବଡ଼ ଘର। ଘରଟି ଭାଙ୍ଗି ସମୁଦ୍ରରେ ଲୀନ ହେବାର ଦୃଶ୍ୟ କ୍ୟାମେରାରେ ହେଲା କଏଦ। ଆଉ ଏହି ଦୃଶ୍ୟକୁ ଦେଖିଲେ ଲାଗୁଛି ଯେ କେତେ ଭୟଙ୍କର ଗତିରେ ଜନବସତି ଆଡ଼କୁ ମାଡ଼ି ଆସୁଛି ସମୁଦ୍ର। ଆଉ ଏ ଦୃଶ୍ୟ ହେଉଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକ ପୋଡ଼ମପେଟା ଗାଁର ଦୃଶ୍ୟ। ପୋଡ଼ମପେଟ ଗାଁର 70% ସମୁଦ୍ର ଗର୍ଭରେ ଲୀନ ହୋଇଥିବା ବେଳେ ଆଉ 12 ଖଣ୍ଡ ଗାଁକୁ ବିପଦ ମାଡ଼ି ଆସୁଛି। ସେପଟେ ସମୁଦ୍ର କୂଳ ଲଙ୍ଘିବା ଘଟଣାରେ ସ୍ଥାୟୀ ସମାଧାନ ନେଇ ଆଜି ଜିଲ୍ଲାପାଳ 6 ଖଣ୍ଡ ଗ୍ରାମବାସୀଙ୍କୁ ନେଇ ଆଲୋଚନା କରିଛନ୍ତି। ସବୁ ଦିଗକୁ ଦୃଷ୍ଟିରେ ରଖି କ'ଣ କରାଗଲେ ସମୁଦ୍ର କୂଳ ଲଙ୍ଘିବ ନାହିଁ ସେ ନେଇ ବୈଷୟିକ ଟିମ୍ ସହିତ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଗୋଟିଏ ପରେ ଗୋଟିଏ ଘର ଗିଳି ଚାଲିଛି ସମୁଦ୍ର। ସମୁଦ୍ରର କରାଳ ରୂପରେ ଶ୍ରୀହୀନ ହେବାକୁ ବସିଲାଣି ପୋଡ଼ମପେଟା ଗାଁ। ପୋଡ଼ମପେଟା ପରେ ଏବେ 12 ଖଣ୍ଡ ଗାଁକୁ ନିଜ ଗିଳିବା ପାଇଁ ବଡ଼ ବଡ଼ ଲହରୀ ଦେଇ ମାଡ଼ି ଆସୁଛି ସମୁଦ୍ର। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଗଞ୍ଜାମ ବ୍ଲକର ପୋଡ଼ମପେଟା ଗାଁରେ। ଗତ କିଛି ଦିନ ପୂର୍ବରୁ ଗାଁର 10ରୁ ଅଧିକ ଘର ସମୁଦ୍ରରେ ମିଶି ଯାଇଥିବା ବେଳେ ଆଜି ଅପରାହ୍ନରେ ମଧ୍ୟ ପୁଣି କିଛି ଘର ଭାଙ୍ଗି ରୁଜି ସମୁଦ୍ରରେ ମିଶି ଯାଇଛି। ପୋଡ଼ମପେଟା ପରେ ଆଉ 12 ଖଣ୍ଡ ଗାଁ ବିପଦ ଥିବା ଯୋଗୁଁ ଏହିସବୁ ଗାଁର ଗ୍ରାମବାସୀମାନେ ଏବେ ଭୟଭୀତ ଅବସ୍ଥାରେ। ଗାଁର ଏଭଳି ଦୃଶ୍ୟକୁ ଦେଖି ଜିଲ୍ଲା ପ୍ରଶାସନ ସ୍ଥାନୀୟ ଗାଁ ଲୋକଙ୍କୁ ଡାକି ଆଲୋଚନା କରିଛନ୍ତି। ଜିଲ୍ଲାପାଳଙ୍କ ଡାକରା ପରେ 6 ଖଣ୍ଡ ଗାଁର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ଜିଲ୍ଲାପାଳଙ୍କ ସହ ଆଲୋଚନା କରି ନିଜର ଦୁଃଖ ଜଣାଇଥିଲେ। ବିଳମ୍ବ ନକରି ତୁରନ୍ତ ସମୁଦ୍ରକୂଳ ନିକଟରେ ପଥର ବନ୍ଧ ସହ ସିମେଣ୍ଟ କଂକ୍ରିଟ ୱାଲ୍ କରାଯାଉ ବୋଲି ଦାବି କରିଛନ୍ତି ଗ୍ରାମବାସୀ। ନଚେତ କେବଳ ଗାଁ ନୁହେଁ ବରଂ 12 ଖଣ୍ଡ ଗାଁ ସହ ଗ୍ରାମବାସୀମାନେ ମଧ୍ୟ ସମୁଦ୍ର ଗର୍ଭରେ ଲୀନ ହୋଇଯିବେ ବୋଲି କହିଛନ୍ତି ପାଳବିନ୍ଦ ପଞ୍ଚାୟତ ବାସିନ୍ଦା। ସେପଟେ ପାଳିବନ୍ଧ ପଞ୍ଚାୟତର 6 ଖଣ୍ଡ ଗାଁର ଲୋକେ ନିଜ ଗାଁର ଦୁଃଖ ଛତ୍ରପୁର ବିଧାୟକ କୃଷ୍ଣ ନାୟକଙ୍କୁ ମଧ୍ୟ ଜଣାଇ ସାରିଛନ୍ତି। ଏହାପରେ ବିଧାୟକ ମଧ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି। ଗଞ୍ଜାମ ବ୍ଲକର ପାଳିବନ୍ଧ ପଞ୍ଚାୟତର 9ଟି ଗ୍ରାମ, ରାମଗଡ଼ ପଞ୍ଚାୟତର 7ରୁ ଅଧିକ ଗ୍ରାମ ବର୍ତ୍ତମାନ ତୀବ୍ର ସମୁଦ୍ର କୂଳ କ୍ଷୟରେ ସମ୍ମୁଖୀନ ହେଉଛନ୍ତି। ସମୁଦ୍ର ଦ୍ରୁତ ଗତିରେ ସ୍ଥଳଭାଗକୁ ମାଡ଼ି ଆସୁଥିବାରୁ ଜନବସତି, ଚାଷ ଜମି ଓ ଜନଜୀବନ ବିପଦରେ ପଡ଼ିଥିବା ସେ ଉଲ୍ଲେଖ କରିଛନ୍ତି। ପତ୍ରରେ ବିଧାୟକ ପ୍ରସିଦ୍ଧ ବଟେଶ୍ୱର ପୀଠର ସୁରକ୍ଷା ପ୍ରସଙ୍ଗ ମଧ୍ୟ ଉଠାଇଛନ୍ତି। ବର୍ତ୍ତମାନର ପରିସ୍ଥିତି ଜାରି ହେଲେ ବଟେଶ୍ୱର ପୀଠ ସମେତ ଅନେକ ଗ୍ରାମ ସମୁଦ୍ର ଗର୍ଭରେ ବିଲୀନ ହେବାର ଆଶଙ୍କା ରହିଛି। ଏହି ପ୍ରସଙ୍ଗରେ ପୂର୍ବରୁ ସରକାରଙ୍କ ବୈଷୟିକ ଟିମ୍ ସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେଇଥିବା ବେଳେ ସେହି ସୁପାରିଶକୁ ଆଧାର କରି ସ୍ଥାୟୀ ସମୁଦ୍ରକୂଳ ସୁରକ୍ଷା ପ୍ରକଳ୍ପ ପାଇଁ ତୁରନ୍ତ ପ୍ରଶାସନିକ ଓ ଆର୍ଥିକ ଅନୁମୋଦନ ପ୍ରଦାନ କରି କାର୍ଯ୍ୟ ଆରମ୍ଭ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରିଛନ୍ତି ବିଧାୟକ। ସେପଟେ ବୈଷୟିକ ଟିମ୍ ଓ ଜଳସେଚନ ବିଭାଗର ବରିଷ୍ଠ ଅଧିକାରୀମାନଙ୍କୁ ଘଟଣାସ୍ଥଳ ପରିଦର୍ଶନ କରିବାକୁ କୁହାଯାଇଛି। ବୈଷୟିକ ଟିମ୍ ଘଟଣାସ୍ଥଳ ଦେଖି ରିପୋର୍ଟ ଦେବା ସହ ଡିପିଆର୍ ପ୍ରସ୍ତୁତ କରାଯିବ। ସେଠାରେ ପଥର ବନ୍ଧ ନା ସିମେଣ୍ଟ କଂକ୍ରିଟ ୱାଲ୍ କରାଗଲେ ସମୁଦ୍ରକୂଳ ଲଙ୍ଘିବାରୁ ରୋକାଯାଇପାରିବ ଗାଁକୁ ସେ ନେଇ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଗଞ୍ଜାମ ଜିଲ୍ଲାପାଳ। ଆମେ ବର୍ତ୍ତମାନ ଆଜି 6 ଖଣ୍ଡ ଗ୍ରାମର ସମସ୍ତ ଗ୍ରାମବାସୀ ମିଶି 300ରୁ ଉର୍ଦ୍ଧ୍ୱ ଲୋକ ଆମେ କଲେକ୍ଟର ଅଫିସକୁ ଆସିଥିଲୁ, ଯାହାକି ଆମେ ଗୁହାରି କରିବାକୁ ଆସିଥିଲୁ ଯେ ବର୍ତ୍ତମାନ ସମୁଦ୍ର ଯେଉଁ ପ୍ରକାର କୂଳ ଖାଇ ଖାଇ ଆସୁଛି, ମାତ୍ର ଆଉ 10 ମିଟର ଦୂରତାରେ ଅଛି ଯେଉଁ ଢେପଟା, ସେ ଢେପଟାକୁ ଖାଇଦେଲେ ସେ କଣ୍ଟିଆଗଡ଼ ଗାଁ ଭିତରେ ପାଣି ପଶିଯିବ ଏବଂ କଣ୍ଟିଆଗଡ଼ରେ ପାଣି ପଶିଲା ମାନେ ସେଠାରେ ଖଟୁଆକୁଦା, ନୀଳଗିରିପୁର, ମୟୂରପଦା, ଗୋଖରୁକୁଦା ଏପରିକି ପାଳିବନ୍ଧ ପଞ୍ଚାୟତର 12 ଖଣ୍ଡ ଗ୍ରାମ ଏବଂ ତା ସହିତ ନ୍ୟାସନାଲ ହାଇୱେକୁ ପାଣି ଲାଗିଯିବ। ଯାହାଫଳରେ ଏବେଠୁ ଯଦି ସରକାର ଏବଂ ପ୍ରଶାସନ ଯଦି ସତର୍କତା ଅବଲମ୍ବନ କରି ଆମକୁ କିଛି ସୁରକ୍ଷା ନ ଦେବେ ତାହେଲେ ଆଗାମୀ ଦିନରେ ଏତେ ଧନ ଜୀବନ ଏବଂ ଜୀବିକା କ୍ଷୟକ୍ଷତି ହେବ, ତାହା ଆଉ କିଛି ସେମାନେ ଚାହିଁଲେ ବି ଆଉ କିଛି କରିପାରିବେ ନାହିଁ। ସେଥିପାଇଁ ଆମେ ଏତିକି ଆପଣମାନଙ୍କ ମାଧ୍ୟମରେ ଏବଂ ସରକାରକୁ ଏବଂ ପ୍ରଶାସନକୁ ନିବେଦନ କରୁଛୁ ଯେ ଯଥାଶୀଘ୍ର ସେଠାରେ ଆମର ପଥର ବନ୍ଧ କରନ୍ତୁ ବା ଗାର୍ଡ ୱାଲ୍ କରନ୍ତୁ। ଏପରି କରିବା ଦ୍ୱାରା ଆମେ ଚିର ଉପକୃତ ହେଇପାରିବୁ। ଆମେ ଆଜି ଜିଲ୍ଲାପାଳ ପାଖକୁ ଆସିଥିଲୁ। ଆପଣମାନେ ସମସ୍ତେ ଜାଣିଛନ୍ତି, ଆପଣଙ୍କ ମାଧ୍ୟମରେ ଆମେ ସାରା ରାଜ୍ୟକୁ, ଓଡ଼ିଶା ସରକାରଙ୍କୁ ଆମେ ଅବଗତ କରେଇଛୁ, ଜିଲ୍ଲା ପ୍ରଶାସନକୁ ବି ଅବଗତ କରେଇଛୁ। ଆପଣମାନେ ଜାଣିଛନ୍ତି ଯେ କଣ୍ଟିଆଗଡ଼, ଖଟୁଆକୁଦି, କଣ୍ଟିଆଗଡ଼, ପୋଡ଼ମପେଟା, ନୀଳଗିରିପୁର ଏମିତିକି 6ଟା ଗାଁ ସହିତ ଆହୁରି 50 ଖଣ୍ଡ ଗାଁ ଆକ୍ରାନ୍ତ ହେବେ। ତେଣୁ ଯୋଉ ଭୟଭୀତ ଯୋଉ ଆମେ ଚିନ୍ତାରେ ରହିଛୁ ଯେ ଜୀବନ ଆମର ରହିବ କି ନାହିଁ। ତେଣୁ କାଲି ଆଜି ରାତିରେ ବି କ'ଣ ହବ କହିପାରିବେନି, ମାତ୍ର ଆଉ 5-10 ମିନିଟର ଗଲା ପରେ ନିଶ୍ଚିତ ସମୁଦ୍ର କଣ୍ଟିଆଗଡ଼ ଭିତରେ ପଶିବ ଏବଂ 10 ଖଣ୍ଡ ଗାଁ ନିଶ୍ଚିତ ସମୁଦ୍ର ଭିତରେ ବିଲୀନ ହେଇଯିବ। ଏ କଥା ଆମେ ଆଜି ଜିଲ୍ଲାପାଳଙ୍କ ସହିତ ଆଲୋଚନା କଲୁ। ଆମେ ଆସିଥିଲୁ 5ଟା ଗାଁର ଏବଂ 100ରୁ ଉର୍ଦ୍ଧ୍ୱ ଲୋକ ଆସିଥିଲୁ। ଆମେ ସିଧାସଳଖ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଛୁ। ସେ ପ୍ରତିଶ୍ରୁତି ଆମକୁ ଦେଇଛନ୍ତି ଆମେ ବୁଝି ବିଚାରି ଆଲୋଚନା କରିବୁ। ସେ ଅନ୍ୟାନ୍ୟ ଡିପାର୍ଟମେଣ୍ଟର ଅନ୍ୟାନ୍ୟ
ଅଫିସରଙ୍କ ସହିତ କଥାବାର୍ତ୍ତା ହେଇଛନ୍ତି ଆମେ ଆମ ଆଗରେ, କିନ୍ତୁ ସାର୍ ପ୍ରତିଶ୍ରୁତି ଦେଇଛନ୍ତି ସତ କଥା, କିନ୍ତୁ ଆମେ ଗୋଟେ ସ୍ଥାୟୀ ସମାଧାନ ସହିତ କରାଯାଉ, ତା ସହିତ କାଲିକି କଣ ହବ ଆଜି ଆମେ ଚାହୁଁଛୁ ଆମର ବ୍ୟାକୁଳତାଟା ଏବଂ ଆମର ଯୋଉ ଇଚ୍ଛାଟା ଯେ ଆମେ ଯୋଉ ଭୟର ବାତାବରଣଟା ହଉଛି ରାତି ପାଇଲେ ବି ଆଜି ରାତି ପାଇଲେ ବି ଭିତରକୁ ସମୁଦ୍ର ପାଣି ପଶି ଯାଇପାରେ, ୟାର ଗୋଟେ ନିଛକ ଏବଂ ପ୍ରକୃତ କଥାଟା ବାହାର କରିକି ଆଉ ଗୋଟେ ନିଶ୍ଚିତ ଆମକୁ ସୁରକ୍ଷା ଦିଅନ୍ତୁ। ଆମେ ଚାହୁଁଛୁ ବର୍ତ୍ତମାନ ଆମେ ଗାର୍ଡ ୱାଲ ହବ, ଗାର୍ଡ ୱାଲ କରାଯାଉ, ପଥର ବନ୍ଧ କରାଯାଉ ଏବଂ ମୁହାଣ ଯୋଉ ଋଷିକୁଲିଆ ମୁହାଣ ସେଟା ଖନନ କରାଯାଉ, ଡ୍ରେଜିଂ କରାଯାଉ ଏବଂ ଯୋଉ ଅଲିଭ ରିଡଲେ କଇଁଚ ନାଁରେ ଯୋଉ କଥାଟା ଆସୁଛି ଯେ ଅଲିଭ ରିଡଲେ କଇଁଚ ନାଁରେ ଯୋଉ ଭଳିଆ ଅଲିଭ ରିଡଲକୁ ସୁରକ୍ଷା ଦିଆଯିବ, ତାହେଲେ ଆମେ ପୋକ ମାଛ ଭଳିଆ ଆମେ ଜନସାଧାରଣ ହଜାର ହଜାର ଲୋକ ଆମେ ମରିଯିବୁ, ଛୁଆ ପିଲା ଆମର ମରିଯିବେ। ଜିଲ୍ଲାପାଳ କହିଲେ ଯେ ଆମେ ସେଟାକୁ ବିଚାର କରୁଛୁ ଏବଂ ଅଳ୍ପ ଦିନ ଭିତରେ ତାର ସମାଧାନ କରିବୁ, ସେ ଆମକୁ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଦେଖାଯାଉ କେତେ ଦୂର କଣ ହଉଛି, ଆମେ ମଧ୍ୟ ସେ ଅପେକ୍ଷାରେ ଅଛୁ, କିନ୍ତୁ ହଠାତ୍ କିଛି ଆମକୁ ସୁରକ୍ଷା ଦିଆଯିବ ବୋଲି ଆମେ ଦାବି କରୁଛୁ। ଏଇଟା ଦେଖନ୍ତୁ, ଏ କଥା ଆପଣ ମାନେ ଜାଣିଥିବେ, ଏ କଥା ହଉଛି ଦୀର୍ଘ ଦିନର ସମସ୍ୟାର କଥା। ଏ କଥା ଦୀର୍ଘ 25 ବର୍ଷର ଉର୍ଦ୍ଧ୍ୱ କଥା। ଏ କଥା ଆପଣ ମାନେ ଜାଣିଛନ୍ତି, ପାଖାପାଖି ବାଲେଶ୍ୱରରୁ ଧରି ଗଞ୍ଜାମ ଜିଲ୍ଲା ମଧ୍ୟରେ ଯୋଉଭଳି ଭାବେ କୂଳ ଖାଉଛି, ଏ କଥା ସାରା ଓଡିଶାର କଥା। ଏଇ କଥା ଯଦି ସମସ୍ୟାର ସମାଧାନ ହେଇପାରିବ, ସେ ହଉଛି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିଜେ ଚାହିଁଲେ ତା ସମସ୍ୟାର ସମାଧାନ ହେଇପାରିବ। ଏଠି ଆପଣ ମାନେ ଜାଣିଥିବେ ଯୋଉ ଆରଜିପିଲି ଠାରେ ଯୋଉ ସମୁଦ୍ର ଠାରେ ଯୋଉ କୂଳ ଖାଉଛି, ଏଠି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ପ୍ରକାଶରେ ପାଖାପାଖି 80 କୋଟି ଟଙ୍କାର ତା ଅଳ୍ପ ଦିନ ମଧ୍ୟରେ ତାହା ଟେଣ୍ଡର ହେବା ପାଇଁ ତାହା ଯିବ। ଏଥିମଧ୍ୟରୁ ଆପଣମାନେ ଦେଖିଛନ୍ତି କଣ ଯେ ପଡମପେଟା ଗାଁ, ଯୋଉ ପଡମପେଟା ଗାଁର ଯୋଉ କୂଳ ଖାଉଛି, ଏ କଥା ଆମେ କଣ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବି ମଧ୍ୟ ଏକ ଚିଠି ଲେଖିଛୁ। ଏଠି ଆମେ ଜିଲ୍ଲାପାଳଙ୍କୁ ବି ଆସି କଣ ଯେ ଆମେ ଅନୁରୋଧ କରି କହୁଛୁ, ଏଠି ସମସ୍ତଙ୍କର ଜିଲ୍ଲାପାଳଙ୍କ କଥା ହୁଅନ୍ତୁ, ଓଡିଶା ସରକାରଙ୍କର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କଥା ହଉ, ସମସ୍ତେ ଚାହିଁଲେ ଏ କାମ ଅତି ସହଜ କମ ଦିନ ମଧ୍ୟରେ ଏ କାମ ଠିକ ଭାବରେ ହେଇପାରିବ। ଆଜି ପଡମପେଟାଠାରେ ଯୋଉ କୋଷ୍ଟାଲ ଇରୋସନ ର ପ୍ରଭାବ ଦେଖାଯାଉଛି, ତାକୁ ନେଇକରି ସମସ୍ତ ଷ୍ଟେକ୍ ହୋଲ୍ଡର ସହିତ ଗୋଟେ ଆଲୋଚନା ବୈଠକ ଆୟୋଜନ କରାଯାଇଥିଲା, ଯୋଉଥିରେ ନିଷ୍ପତ୍ତି ହେଇଛି ଇରିଗେସନ ବିଭାଗ ଦ୍ୱାରା ତାର ଗୋଟେ ଟେକ୍ନିକାଲ ଆନାଲିସିସ୍ କରିକି ଆମେ ସେଠି କଣ ପ୍ରଡକ୍ଟିଭ ମେସର୍ସ ଆମେ ନେଇପାରିବା, ସେଠି ଟେଟ୍ରାହାଡ୍ରନ୍ ବ୍ଲକ୍ସ ହଉ ବା କୋଷ୍ଟାଲ ଇରୋସନ ପ୍ରିଭେଣ୍ଟ କରିବା ପାଇଁ ସି ୱାଲ୍ ଯଦି କିଛି କରିହେବ, ତାକୁ ନେଇକରି ଗୋଟେ ଡିପିଆର ପ୍ରସ୍ତୁତ କରିବା ପାଇଁ ଇରିଗେସନ ବିଭାଗକୁ କୁହାଯାଇଛି। ଯୋଉମାନେ ଆଜି ସନ୍ଧ୍ୟା ସୁଦ୍ଧା ଭିଜିଟ୍ କରିକି ତାଙ୍କର ଟେକ୍ନିକାଲ ଏକ୍ସପର୍ଟ ମାନଙ୍କର ଆଡଭାଇସ୍ ନେବେ ଏବଂ ଆଗାମୀ ଦିନରେ ତାର ଡିପିଆର ପ୍ରସ୍ତୁତ ହେଲା ପରେ ଆମେ ରାଜ୍ୟ ସରକାରଙ୍କୁ ଅନୁମୋଦନ ପାଇଁ ସେଟା ପଠାଇବା। ଆଜି ଏସି ଇରିଗେସନ ତାଙ୍କ ସହିତ ଉପଜିଲ୍ଲାପାଳ ତହସିଲଦାର ସମସ୍ତଙ୍କୁ ଯିବେ, ଯାଇକି ଆମକୁ ବ୍ରିଫ୍ କରିବେ। କିଛି ଦିନ ତଳେ ଆମେ ବି ଯାଇଥିଲୁ ସେ ଲୋକେସନକୁ, ଯେହେତୁ ସେଇଟା ଋଷିକୁଲିଆ ମୁହାଣ ରହୁଛି ଏବଂ ଧୀରେ ଧୀରେ ବହୁତ ସମୁଦ୍ର ପାଣିର ପ୍ରଭାବ ମଧ୍ୟ ସେଠି ଦେଖିବାକୁ ମିଳୁଛି, ସେଟା ଆମକୁ ନିଶ୍ଚିତ ଭାବରେ ଏକ୍ସପର୍ଟ ଓପିନିଅନ ନେବାକୁ ପଡିବ ଏବଂ ସେଠି କଣ ମେସର୍ସ କଲେ ସେଟା ସବୁବେଳ ପାଇଁ ସୁରକ୍ଷିତ ହେଇକି ରହିବ ଏବଂ ସେଟା ଇକୋ ସେନ୍ସିଟିଭ ଜୋନ୍ ମଧ୍ୟ ରହିଛି, ଯେହେତୁ ସେଠି ଅଲ୍ ଓଭର ପାଇଁଚର ନେଷ୍ଟିଂ ସାଇଟ୍ ମଧ୍ୟ ଅଛି। ଏସବୁକୁ ଦୃଷ୍ଟିରେ ରଖିକି ଆମେ ଗୋଟେ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବା ପାଇଁ ଯାଉଛୁ। ଗଞ୍ଜାମରୁ ଜଗନ୍ନାଥ ସାହୁଙ୍କ ରିପୋର୍ଟ, ଏ1 ଓଡ଼ିଆ।